ପିଲାମାନେ ଆଜି ଯେକୌଣସି ସଂଖ୍ୟାର ବର୍ଗମୂଳ କିପରି ନିର୍ଣ୍ଣୟ କରିବା ବହୁତ ସହଜ ଉପାୟରେ ତାହା ମୁଁ ତୁମମାନଙ୍କୁ ଜଣାଇବି। ଯେମିତିକି ମନେକର ଗୋଟେ ସଂଖ୍ୟାଟେ ରହିଲା 25, 25ର ବର୍ଗମୂଳ 5 ଜାଣିଛ। ଆଉ ଗୋଟେ ସଂଖ୍ୟା ମନେକର ରହିଲା 36, ତା'ର ବର୍ଗମୂଳ ତୁମେ ଜାଣିଛ 6। ତ ଏହିପରି ସଂଖ୍ୟାର ବର୍ଗମୂଳ ତୁମେମାନେ ବହୁତ ସହଜରେ ଜାଣିପାରିବା। ଯେମିତିକି ମନେକର ଗୋଟେ ସଂଖ୍ୟା ରହିଲା 100, 100ର ବର୍ଗମୂଳ 10, ଏଇଟା ବି ଆମେମାନେ କହିପାରିବା। କିନ୍ତୁ ଯଦି ଏଇଠି ମୁଁ ତୁମମାନଙ୍କୁ କହିବି 27ର ବର୍ଗମୂଳ କେତେ କି 38ର ବର୍ଗମୂଳ କେତେ, ତାହା ତୁମମାନଙ୍କ ପକ୍ଷରେ ଜାଣିବାଟା ଟିକେ କଷ୍ଟକର ହେଇଯିବ। କିନ୍ତୁ ଏଇ ଭିଡ଼ିଓଟି ଦେଖି ସାରିଲା ପରେ ତୁମମାନଙ୍କ ପାଇଁ ଆଉ ଏଇଟା କଷ୍ଟକର ହେବ ନାହିଁ। ତ ଚାଲନ୍ତୁ ଆରମ୍ଭ କରିବା। ଯେମିତିକି ଫାଷ୍ଟ ମୁଁ ଲେଖିଲି 27ର ବର୍ଗମୂଳ। ତ ଏଇ 27ର ବର୍ଗମୂଳ ଯେଉଁ ବାହାର କଲେ ତା'ର ପାଖାପାଖି କେଉଁ ସଂଖ୍ୟାର ବର୍ଗମୂଳର ପାଖାପାଖି ସଂଖ୍ୟାଟା ଏଇଟା 25ର ପାଖାପାଖି। ତ ଏଇଟା ମୁଁ ଲେଖିପାରିବି 25 ପ୍ଲସ୍ 2ର ବର୍ଗମୂଳ। ଓକେ, ତ 25ର ବର୍ଗମୂଳ କେତେ? 5 ପ୍ଲସ୍ 2 ବିଭକ୍ତ ଏଠି କେତେ ଅଛି? 5 ଅଛି। 5ର ଡବଲ୍ କେତେ ହେଲା? 10। ତ ମୁଁ ଲେଖିପାରିବି କ'ଣ? 5 ପ୍ଲସ୍ 2/10। ବୁଝିଲା ନା? ତ ୟା ପରେ ଆମେ କ'ଣ କରିବା? ଆମେ ଏଠି ଜାଣିଲେ କ'ଣ 5 ପ୍ଲସ୍ 2 ବିଭକ୍ତ 10। ତାକୁ ଆମେ ଲେଖିପାରିବା କ'ଣ? 5 ପ୍ଲସ୍ 0.2 ସମାନ ହେଇଯିବ 5.2। ଏ 5.2ଟା ଆପ୍ରୋକ୍ସିମେଟ୍ ପାଖାପାଖି, ଏକ୍ଜାକ୍ଟଲି ନୁହଁ କିନ୍ତୁ ଆପ୍ରୋକ୍ସିମେଟ୍ ପାଖାପାଖି। ସେହିପରି ଭାବରେ ଯଦି ମୁଁ ଆଉ ଗୋଟେ ସଂଖ୍ୟା ମନେକର ମୁଁ କହିବି 23ର ବର୍ଗମୂଳ କେତେ? 23ର ବର୍ଗମୂଳ କେତେ? 23ଟା କ'ଣ ସେ 25 ପାଖାପାଖି। ତାକୁ ଆମେ ଲେଖିପାରିବା କ'ଣ? 25 ମାଇନସ୍ 2ର ବର୍ଗମୂଳ। 25ର ବର୍ଗମୂଳ ଜାଣିଲି କେତେ? 5। ଯେହେତୁ ଏଇଟା 2 ଫେଡ଼ା ହେଇଛି, ସେଇଟା ମିଶାଣ ହେଇଥିଲା ବୋଲି ଆମେ ସେଥିରେ 2 ମିଶାଇଥିଲେ, ଏଇଟା ଫେଡ଼ାଣ 2, ତାହେଲେ ଏଠି -2, 5ର ଡବଲ୍ 10, ତାହେଲେ 2/10। ତାହେଲେ ଆମେ ଲେଖିପାରିବା କ'ଣ? 5 ମାଇନସ୍ 0.2 ମାନେ ଆକୁ ଲେଖିପାରିବି କେତେ? 4.8। ବୁଝିଲ ନା? ଏହିପରି ଭାବରେ ଆମେ ଯେକୌଣସି ସଂଖ୍ୟାର ବର୍ଗମୂଳ ନିର୍ଣ୍ଣୟ କରିପାରିବା। ଧନ୍ୟବାଦ।